ଆଜିର ମୁଖ୍ୟ ସମାଚାର। ଆଜି ଫଗୁଆ ବୀରରେ ରଙ୍ଗୀନ ହେବ ଗାଁଠୁ ସହର। ରଙ୍ଗ ବରସାରେ ଭିଜୁଛି ଭକ୍ତ, ଭିଜୁଛନ୍ତି ଭଗବାନ। ରତ୍ନସିଂହାସନରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୂରତି। ଭକ୍ତଙ୍କ ସହ ମିଶି ବଡ଼ଦାଣ୍ଡରେ ଫଗୁ ଖେଳିଲେ ମହାପ୍ରଭୁ। ସିଂହାସନରେ ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କରି କୃତ୍ୟ ହେଲେ ଭକ୍ତ। ଏପ୍ରିଲ 7 ତାରିଖରେ ହେବ ଟ୍ରାନ୍ସଲେଟର ପ୍ରିଲିମିନାରୀ ପରୀକ୍ଷା। ଓଡ଼ିଶା ହାଇକୋର୍ଟ ପକ୍ଷରୁ ହେଲା ଘୋଷଣା। ସକାଳ 9ଟାରୁ 11ଟା ମଧ୍ୟରେ ଓଡ଼ିଶା ହାଇକୋର୍ଟର କନଭେନସନ୍ ହଲ୍ରେ ଏହି ପରୀକ୍ଷା କରାଯିବ। ପ୍ରାର୍ଥୀମାନେ ଆସନ୍ତା 25 ତାରିଖ ସକାଳ 10ଟା ପରଠାରୁ ସେମାନଙ୍କର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ। ଦୋଳ ପୂର୍ଣ୍ଣିମାରେ କଟକରୁ ଆସିଲା ରାଜନୀତିର ରୋଚକ ଚିତ୍ର। କଟକ ସାଂସଦ ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଲେ ଅନୁଭବ। ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା। ଏଣିକି ଛାତ୍ରଛାତ୍ରୀ ସ୍ଥିର କରିବେ ଘୋଷଣାପତ୍ର। ବିଜେଡି ପକ୍ଷରୁ ଜାରି ହେଲା ନମ୍ବର 9078404444। ଏହି ନମ୍ବରରେ ଫୋନ୍ କରି ନିଜର ମତାମତ ଦେଇପାରିବେ ଛାତ୍ରଛାତ୍ରୀ। ହୋଲିରେ ଅଘଟଣ ରୋକିବାକୁ ପୋଲିସ ଓ ଅଗ୍ନିଶମ ବାହିନୀର କଡ଼ାକଡ଼ି ହେଲା ସୁରକ୍ଷା। ଭୁବନେଶ୍ୱରର ସମସ୍ତ ଥାନା ଅଞ୍ଚଳରେ 15 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ନନ୍ଦନକାନନକୁ ଆସିଲେ ନୂଆ ଅତିଥି। 3 ଛୁଆକୁ ଜନ୍ମ ଦେଲା ସିଂହୀ ରେୱା। 3 ଛୁଆଙ୍କୁ ଆଇସିୟୁରେ ରଖାଯାଇଛି। 3 ଜଣଙ୍କୁ ଅମର, ଆକବର, ଆନ୍ଥନୀ ବୋଲି ସମ୍ବୋଧନ କଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର। ଚଳଚଞ୍ଚଳ ମାଙ୍କ ପୀଠ। କାକଟପୁର ମା ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା। ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ। 17ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିସାରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବ୍ ଶୀଘ୍ର ବାକି 4 ଲୋକସଭା କ୍ଷେତ୍ରର ହେବ ସମୀକ୍ଷା। ସମ୍ଭବତଃ ହୋଲି ପରେ ଆସିଯିବ ପ୍ରାର୍ଥୀ ତାଲିକା। ଦୀର୍ଘ 15 ବର୍ଷ ପରେ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର। 1986ରେ ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏଥର ତାଙ୍କୁ ଦଳ ସମ୍ବଲପୁରରୁ ପ୍ରାର୍ଥୀ କରିଛି। ହୋଲିର ଶୁଭକାମନା ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜ୍। ଭାରତୀୟଙ୍କୁ ନିଜ ପରିବାର କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ। ଗଣତନ୍ତ୍ରର ମହାପର୍ବରେ ଭାଗ ନେବେ ଏଥର ଯୁବ ଭୋଟର। ପ୍ରଥମ ଥର ପାଇଁ ରାଜ୍ୟରେ ଇଭିଏମ୍ରେ ଭୋଟ ଦେବେ 7 ଲକ୍ଷରୁ ଉର୍ଦ୍ଧ୍ୱ ଯୁବବର୍ଗ। ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ କଲା ଅତିକ୍ରମ। 1 ଏପ୍ରିଲ 2023ରୁ 25 ମାର୍ଚ୍ଚ 2024 ମଧ୍ୟରେ ପୂର୍ବତଟ ରେଳପଥ 250 ନିୟୁତ ଟନ୍ ପଣ୍ୟ ପରିବହନ କରି 2022-23 ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ କଲା ଅତିକ୍ରମ। ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ରାଜସ୍ଥାନରୁ 4, ତାମିଲନାଡୁରୁ 1 ପ୍ରାର୍ଥୀଙ୍କ ନାଁ ହେଲା ଘୋଷଣା। ଯେଉଁ ଛାତ୍ର କିମ୍ବା ଯୁବକ ମୋଦି ମୋଦି ନାରା ଦେବେ ତାଙ୍କୁ ଚାପୁଡ଼ା ମାରିବା ଦରକାର। ଏଭଳି ମୋଦିଙ୍କ ପ୍ରଶଂସକଙ୍କ ଉପରେ ରାଗ ଝାଡ଼ିଲେ କର୍ଣ୍ଣାଟକର କନ୍ନଡ଼ ଓ ସଂସ୍କୃତି ମନ୍ତ୍ରୀ ଶିବରାଜ ତୋଙ୍ଗାଡାଗି। ଗାଜାରେ ଖୁବ୍ ଶୀଘ୍ର ଲାଗୁ ହେବ ଯୁଦ୍ଧବିରତି। ୟୁଏନ୍ଏସ୍ସିର ପ୍ରସ୍ତାବ ହେଲା ପାରିତ। ସେପଟେ ଭୋଟିଂରୁ ଦୂରେଇ ରହିଲା ଆମେରିକା। ଯୁଦ୍ଧର ଦୀର୍ଘ 5 ମାସ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ଆକ୍ରମଣରେ ଛିନ୍ଛତ୍ର ହେବାକୁ ବସିଥିବା ଗାଜାରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ଦାବି କଲା ଜାତିସଂଘର ସୁରକ୍ଷା ପରିଷଦ।